ଏହି ସୁନ୍ଦର ସୁଯୋଗ ନିମନ୍ତେ ସର୍ବପ୍ରଥମେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଓ ସମସ୍ତ ଶ୍ରୋତାଗଣଙ୍କୁ ମୋର ପ୍ରେମ ଭରା ନମସ୍କାର। ଆସନ୍ତୁ ଆମ୍ଭେମାନେ ବାକ୍ୟକୁ ଯିବା। ମାଥ୍ୟୁ ପୁସ୍ତକ 7 ପର୍ବ 21 ପଦ। ମତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ଖ୍ରୀଷ୍ଟିଆନ ସମାଜରେ ପ୍ରଭୁଙ୍କର ଲୋକମାନେ ବା ଆମ୍ଭେମାନେ ଯେତେ ଜଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଅଛୁ, ଗିର୍ଜା, ଉପାସନା, ପ୍ରାର୍ଥନା, ସଭା ସମିତିକୁ ଯାଉ, ପୁଣି ଧର୍ମ ସମ୍ବନ୍ଧୀୟ ଶବ୍ଦ ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ଆମେନକୁ ଆମ୍ଭେମାନେ ଉଚ୍ଚାରଣ ବା ବ୍ୟବହାର କରିଥାଉ ଏବଂ ଗିର୍ଜାରେ ଗୀତ ଗାଇବା, ତାଳି ମାରିବା, ବାଜା ମାରିବା, ବାକ୍ୟ ପଢ଼ିବା, ବାକ୍ୟ ପ୍ରଚାର କରିବା କାର୍ଯ୍ୟ କରିଥାଉ ଏବଂ ପ୍ରାର୍ଥନା କରି ପ୍ରଭୁଙ୍କୁ ଆମ୍ଭେମାନେ ପ୍ରଭୁ ପ୍ରଭୁ ବୋଲି ଡାକିଥାଉ। ଏ ସମସ୍ତ କାର୍ଯ୍ୟ ପ୍ରଭୁଙ୍କ ଦୃଷ୍ଟିରେ ଅତି ଉତ୍ତମ ଅଟେ, କିନ୍ତୁ ଅନନ୍ତ ଜୀବନ ପାଇବା ନିମନ୍ତେ ବା ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିବା ନିମନ୍ତେ ଏତିକି କାର୍ଯ୍ୟ ଯଥେଷ୍ଟ ନୁହେଁ। ଅନନ୍ତ ଜୀବନ ପାଇବା ନିମନ୍ତେ ବା ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମକୁ ପିତାଙ୍କର ଇଚ୍ଛାକୁ ସାଧନ କରିବାକୁ ପଡ଼ିବ। ପିତାଙ୍କର ଇଚ୍ଛା କ'ଣ? ଆସନ୍ତୁ ଆମ୍ଭେମାନେ ଗୋଟିଏ ବାକ୍ୟ ଦେଖିବା। ଯୋହନ ପୁସ୍ତକ 6 ପର୍ବ 40 ପଦ। କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କ ଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା, ଆଉ ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି। ପିତାଙ୍କର ଇଚ୍ଛା ଏହା ଯେ ଯେତେ ଲୋକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଅଛନ୍ତି, ସମସ୍ତ ଲୋକ ଅନନ୍ତ ଜୀବନ ପାଆନ୍ତୁ ବା ସ୍ୱର୍ଗ ରାଜ୍ୟରେ ପ୍ରବେଶ କରନ୍ତୁ। ଯଦି ଆମ୍ଭେମାନେ ଗୋଟିଏ ବାକ୍ୟ ଦେଖିବା, ଜିହିଜିକଲ ପୁସ୍ତକ 33 ପର୍ବ 11 ପଦରେ ଏପରି ଲେଖାଯାଇଅଛି, ଦୁଷ୍ଟର ମରଣରେ ସଦାପ୍ରଭୁଙ୍କର ସନ୍ତୁଷ୍ଟ ନାହିଁ। ଦୁଷ୍ଟ ଯେପରି ମନ ପରିବର୍ତ୍ତନ କରି କୁପଥରୁ ଫେରେ ଏବଂ ଉଦ୍ଧାର ପ୍ରାପ୍ତ ହୁଏ, ଏହା ପ୍ରଭୁଙ୍କର ଇଚ୍ଛା। ତେଣୁକରି ଆସନ୍ତୁ ଆମ୍ଭେମାନେ ପ୍ରଭୁଙ୍କର ଲୋକ ହିସାବରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ପିତାଙ୍କର ଇଚ୍ଛା ସାଧନ କରିବା। ଆଉ ପିତାଙ୍କର ଇଚ୍ଛା ଏହା ଯେ ଯେତେ ଲୋକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଅଛନ୍ତି, ସେ ସମସ୍ତ ଲୋକ ଅନନ୍ତ ଜୀବନ ପାଆନ୍ତୁ ବା ସ୍ୱର୍ଗ ରାଜ୍ୟରେ ପ୍ରବେଶ କରନ୍ତୁ। ତେଣୁକରି ଆମ୍ଭେମାନେ ପ୍ରଭୁଙ୍କର ଲୋକ ହିସାବରେ ଅନନ୍ତ ଜୀବନ ପାଇବା ନିମନ୍ତେ, ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଯେଉଁ ପଥ ଅବଲମ୍ବନ କଲେ, କେଉଁ କାମ କଲେ ଆମ୍ଭେମାନେ ସେହି ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିପାରିବା ବା ଅନନ୍ତ ଜୀବନ ପାଇପାରିବା, ସେହି ପଥରେ ଚାଲିବା ଏବଂ ସେହି କର୍ମ କରିବା। ପ୍ରଥମ କରନ୍ତୀୟ 3 ପର୍ବ 1 ପଦରୁ 3 ପଦ ଅନୁସାରେ ଯଦି ଆମ୍ଭେମାନେ ଦେଖିବା, ଖ୍ରୀଷ୍ଟିଆନ ସମାଜରେ ଖ୍ରୀଷ୍ଟିଆନ ଲୋକମାନେ ଦୁଇ ପ୍ରକାର ଅଟନ୍ତି, ଆତ୍ମିକ ଖ୍ରୀଷ୍ଟିଆନ ଏବଂ ଜାଗତିକ ଖ୍ରୀଷ୍ଟିଆନ। ଆତ୍ମିକ ଖ୍ରୀଷ୍ଟିଆନ ଗ୍ରୁପରେ ଆତ୍ମିକ ମନୋଭାବ ଧାରଣ କରି ବିଶ୍ୱାସୀମାନେ ଏବଂ ପ୍ରଚାରକମାନେ ବା ସେବା କାର୍ଯ୍ୟ କରୁଥିବା ଲୋକମାନେ ଥାଆନ୍ତି ଏବଂ ଜାଗତିକ ଖ୍ରୀଷ୍ଟିଆନ ଗ୍ରୁପରେ ଜାଗତିକ ମନୋଭାବ ଧାରଣ କରି ବିଶ୍ୱାସୀମାନେ ବା ପ୍ରଚାରକମାନେ ବା ଅନ୍ୟାନ୍ୟ ସେବା କାର୍ଯ୍ୟ କରୁଥିବା ଲୋକମାନେ ଥାଆନ୍ତି। କିନ୍ତୁ ଆମ୍ଭେମାନେ ସେମାନଙ୍କୁ କିପରି ଚିହ୍ନିବା? ଆମ୍ଭେମାନେ ଜାଗତିକ ଖ୍ରୀଷ୍ଟିଆନ ନା ଆତ୍ମିକ ଖ୍ରୀଷ୍ଟିଆନ, ନିଜକୁ ଆମ୍ଭେମାନେ କିପରି ଚିହ୍ନିବା? ମାଥ୍ୟୁ ପୁସ୍ତକ 7 ପର୍ବ 20 ପଦ କୁହେ କି ତୁମ୍ଭେମାନେ ସେମାନଙ୍କୁ ସେମାନଙ୍କର ଫଳ ଦ୍ୱାରା ଚିହ୍ନିବ। ବର୍ତ୍ତମାନ ଆସନ୍ତୁ ଆମ୍ଭେମାନେ ଦେଖିବା କି ଆତ୍ମିକ ଖ୍ରୀଷ୍ଟିଆନ କେଉଁମାନେ ଅଟନ୍ତି। ଆତ୍ମିକ ଖ୍ରୀଷ୍ଟିଆନ ଏମାନେ ଯେଉଁମାନେ ଆତ୍ମିକରେ ପରିପକ୍ୱ ଏବଂ ଗାଲାତ୍ୟ ପୁସ୍ତକ 5 ପର୍ବ 24 ଏବଂ 25 ପଦ ଅନୁସାରେ ସେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି। ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ ନ କରି ସେମାନେ ବାକ୍ୟ ଅନୁସାରେ ଜୀବନ ଯାପନ କରନ୍ତି ଏବଂ ସେମାନଙ୍କ ଜୀବନରେ ଆତ୍ମାଙ୍କର ଫଳ ଦେଖାଯାଏ ବା ଆତ୍ମାଙ୍କର ଫଳ ସେମାନେ ଫଳନ୍ତି, ଯାହାକି ଗାଲାତ୍ୟ ପୁସ୍ତକ 5 ପର୍ବ 22 ଏବଂ 23 ପଦରେ ଲେଖାଯାଇଅଛି। ଆସନ୍ତୁ ଦେଖିବା। କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ଏହି ସମସ୍ତ ବିରୋଧରେ କୌଣସି ମଉସାଙ୍କ ବ୍ୟବସ୍ଥା ନାହିଁ। ଆତ୍ମିକ ଖ୍ରୀଷ୍ଟିଆନ ଗ୍ରୁପର ପ୍ରଚାରକ ଆଜ୍ଞାମାନେ ବା ସେବକ ଆଜ୍ଞାମାନେ, ପାଳକ ଆଜ୍ଞାମାନେ ଯେଉଁମାନେ ସେବା କାର୍ଯ୍ୟ କରୁଅଛନ୍ତି, ସେମାନେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସେବା କାର୍ଯ୍ୟ କରିଥାନ୍ତି।
ପ୍ରଥମ ତେସଲୋନିକ୍ୟ 2 ପର୍ବ 4 ପଦରେ ଏପରି ଲେଖାଯାଇଅଛି। ଆସନ୍ତୁ ଆମ୍ଭେମାନେ ତାହାକୁ ପଢ଼ିବା। କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେ ରୂପେ ଈଶ୍ୱରଙ୍କ ଦ୍ୱାରା ଯୋଗ୍ୟ ଗଣିତ ହୋଇଅଛୁ, ସେହି ରୂପେ ଆମ୍ଭେମାନେ ପ୍ରଚାର କରୁଅଛୁ। ଅତଏବ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ୱର, ବରଂ ଆମ୍ଭେମାନେ ମନୁଷ୍ୟକୁ ସନ୍ତୁଷ୍ଟ ନ କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁଅଛୁ। ଯେଉଁମାନେ ଆତ୍ମିକ ଖ୍ରୀଷ୍ଟିଆନ ଗ୍ରୁପର ସେବକ ଆଜ୍ଞାମାନେ, ସେମାନେ ସେବା କାର୍ଯ୍ୟ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କରିଥାନ୍ତି। କୌଣସି ଜାଗତିକ ବିଷୟ ଲାଭ ନିମନ୍ତେ ବା ଆର୍ଥିକ ଲାଭ ନିମନ୍ତେ ନୁହେଁ, କିନ୍ତୁ ପ୍ରକୃତରେ ସେମାନେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସେବା କାର୍ଯ୍ୟ କରିଥାନ୍ତି ବା ପ୍ରଚାର କାର୍ଯ୍ୟ କରିଥାନ୍ତି। ଯେଉଁମାନେ କୁପଥରେ ଯାଉଛନ୍ତି, ପାପ କରୁଅଛନ୍ତି, ସେମାନଙ୍କୁ ଉଚିତ ବାକ୍ୟ ଦେଇ ମନ ପରିବର୍ତ୍ତନ କରିବା ନିମନ୍ତେ, ପାପରୁ ଫେରିବା ନିମନ୍ତେ ବା କୁପଥରୁ ଫେରିବା ନିମନ୍ତେ ସେମାନଙ୍କୁ ଉତ୍ସାହ ବା ସହଯୋଗ କରିଥାନ୍ତି। ଯେହେତୁ ସେମାନେ ପ୍ରକୃତରେ ଆତ୍ମିକ ଖ୍ରୀଷ୍ଟିଆନ ଲୋକ ଅଟନ୍ତି ବା ପ୍ରଭୁଙ୍କର ପ୍ରକୃତ ଶିଷ୍ୟ ଶିଷ୍ୟା ଅଟନ୍ତି। ଆମ୍ଭେମାନେ ପ୍ରତ୍ୟେକ ପ୍ରଭୁଙ୍କର ଲୋକ ଈଶ୍ୱରଙ୍କର ପ୍ରକୃତ ଶିଷ୍ୟ ଶିଷ୍ୟା ହେବା ଆବଶ୍ୟକ। ତେବେ ଆମ୍ଭେମାନେ କିପରି ପ୍ରକୃତରେ ପ୍ରଭୁଙ୍କର ଶିଷ୍ୟ ଶିଷ୍ୟା ହେଇପାରିବା? ଜହନ ପୁସ୍ତକ 8:31 ଏପରି ଲେଖାଯାଇଅଛି। ଆସନ୍ତୁ ଦେଖିବା। ଅତଏବ ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୁଦୀମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ ଶିଷ୍ୟା। ଆମ୍ଭେମାନେ ଯେତେଜଣ ପ୍ରଭୁଙ୍କଠାରେ ବିଶ୍ୱାସ କରିଅଛୁ, ପ୍ରତ୍ୟେକ ଲୋକ ଆମ୍ଭେମାନେ ବାକ୍ୟରେ ସ୍ଥିର ରହିବା ଆବଶ୍ୟକ। ତାହାର ଅର୍ଥ ଆତ୍ମିକ ଦ୍ୱାରା ବା ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ। ବାକ୍ୟ ଦ୍ୱାରା ନିଜକୁ ଗଠନ କରିବା ଦରକାର ବା ବାକ୍ୟ ଅନୁସାରେ ଜୀବନ ଯାପନ କରିବା ଆବଶ୍ୟକ। ବାକ୍ୟରେ ସ୍ଥିର ରହିବା ଆବଶ୍ୟକ। ତେବେ ଆମ୍ଭେମାନେ ପ୍ରକୃତରେ ପ୍ରଭୁଙ୍କର ପ୍ରକୃତ ଶିଷ୍ୟ ଶିଷ୍ୟା ବା ଆତ୍ମିକ ଖ୍ରୀଷ୍ଟିଆନ ଲୋକ ହେଇପାରିବା। ଜାଗତିକ ଖ୍ରୀଷ୍ଟିଆନ ମାନେ ଆତ୍ମିକରେ ପରିପକ୍ୱ ନୁହନ୍ତି। ସେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ନ ହୋଇ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରନ୍ତି। ଆହୁରି ମଧ୍ୟ ଏମାନଙ୍କର ବିଶ୍ୱାସ ଭୂତମାନଙ୍କର ବିଶ୍ୱାସ ସହିତ ସମାନ। ଯଦି ଆମ୍ଭେମାନେ ଯାକୋବ ପୁସ୍ତକ 2 ପର୍ବ 17 ପଦରୁ 26 ପଦ ଯାଏଁ ପଢିବା, ସେଠାରେ ଏହି ବିଷୟ ପାଇବା କି ଭୂତମାନେ ପ୍ରଭୁଙ୍କ ଠାରେ ବିଶ୍ୱାସ କରନ୍ତି, କିନ୍ତୁ ପ୍ରଭୁଙ୍କ ସମ୍ମୁଖକୁ ଆସିଲେ ସେମାନେ ଥରହର ହୁଅନ୍ତି, ଯେହେତୁ ସେମାନେ ବାକ୍ୟ ଅନୁସାରେ କର୍ମ କରନ୍ତି ନାହିଁ। ଠିକ ସେହିପରି ଏହି ଜାଗତିକ ବିଶ୍ୱାସୀ ମାନେ ପ୍ରଭୁ କୁହନ୍ତି, କିନ୍ତୁ ବାକ୍ୟ ଅନୁସାରେ ଜୀବନ ଯାପନ କରନ୍ତି ନାହିଁ ବା କାର୍ଯ୍ୟ କରନ୍ତି ନାହିଁ। ତେଣୁକରି ଏହି ଯାକୋବ ପୁସ୍ତକ 2 ପର୍ବ 26 ପଦରେ ଏପରି ଲେଖାଯାଇଅଛି, ଶରୀର ଯେପରି ଆତ୍ମା ବିନା ମୃତ, ବିଶ୍ୱାସ କର୍ମ ବିନା ମୃତ। ରୋମୀୟ ପୁସ୍ତକ 16 ପର୍ବ 17 ପଦ ଏବଂ 18 ପଦ। ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କ ଠାରୁ ପୃଥକ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି। କାରଣ ଏପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦାସ ନୁହନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି। ପୁଣି ମିଷ୍ଟ ବାକ୍ୟ ଓ ଚାଟୁ ଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି। ଆହୁରି ଗୋଟିଏ ବାକ୍ୟ ଦେଖିବା, ଦ୍ୱିତୀୟ ପିତର 2 ପର୍ବ 3 ପଦ। ସେମାନେ ଧନ ଲୋଭରେ ଚଳ ବାକ୍ୟ ଦ୍ୱାରା ତୁମ୍ଭମାନଙ୍କ ଠାରୁ ଅର୍ଥ ଲାଭ କରିବାକୁ ଚେଷ୍ଟା କରିବେ। ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସିଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ। ଏହି ବାକ୍ୟ ଗୁଡ଼ିକରୁ ଆମ୍ଭେମାନେ ଜାଣିଲୁ ଯେ ଜାଗତିକ ଖ୍ରୀଷ୍ଟିଆନ ଗ୍ରୁପର ପ୍ରଚାରକ ଆଜ୍ଞାମାନେ ବା ପାଳକ ଆଜ୍ଞାମାନେ ଯେଉଁମାନେ ସେବା କାର୍ଯ୍ୟ କରୁଅଛନ୍ତି, ସେମାନେ ପ୍ରକୃତରେ ପ୍ରଭୁଙ୍କର ଦାସ ନୁହନ୍ତି। ସେମାନେ ନିଜେ ନିଜର ଉଦରର ଦାସ ଅଟନ୍ତି। ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସେମାନେ ସେବା କାର୍ଯ୍ୟ କରନ୍ତି ନାହିଁ, କିନ୍ତୁ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ପ୍ରଚାର କାର୍ଯ୍ୟ ବା ସେବା କାର୍ଯ୍ୟ କରିଥାନ୍ତି। ଯଦ୍ୟପି ସେମାନେ ଜାଣନ୍ତି ଲୋକମାନେ କୁପଥରେ ଯାଉଅଛନ୍ତି, ପାପ କର୍ମ କରୁଅଛନ୍ତି, ସେମାନଙ୍କର ପରିସ୍ଥିତି ଅନୁସାରେ ବାକ୍ୟକୁ ପ୍ରିପାର କରି ସେମାନଙ୍କୁ ଅନୁଯୋଗ ବା ସଂଶୋଧନ ବା ବାକ୍ୟ ପ୍ରଚାର କରନ୍ତି ନାହିଁ ଓ ଲୋକମାନଙ୍କୁ କୁପଥରୁ ଫେରିବା ନିମନ୍ତେ ଏବଂ ପାପକୁ ପରିତ୍ୟାଗ କରିବା ନିମନ୍ତେ ସେମାନେ ବାକ୍ୟ ପ୍ରଚାର କରନ୍ତି ନାହିଁ। ଆହୁରି ମଧ୍ୟ ଏହି ରୋମୀୟ ପୁସ୍ତକ 16 ପର୍ବ 17 ପଦରେ ଲେଖାଯାଇଅଛି, ଏମାନେ ଯେତେବେଳେ ମଣ୍ଡଳୀ ମଧ୍ୟରେ ଠିଆ ହୁଅନ୍ତି, ଲୋକମାନଙ୍କ ମଧ୍ୟରେ ମଣ୍ଡଳୀରେ ବିବାଦ ସୃଷ୍ଟି ହୁଏ, ଆତ୍ମିକତା ପ୍ରେମ ଚାଲିଯାଏ। ଆଉ ଯେଉଁ ପ୍ରୋଗ୍ରାମ ଗୁଡ଼ିକରେ ଆର୍ଥିକ ଲାଭ ବା ଜାଗତିକ ଲାଭ ବିଷୟ ନଥାଏ, ସେହିପରି ପ୍ରୋଗ୍ରାମ ଗୁଡ଼ିକରେ
ସେମାନେ ଅନୁପସ୍ଥିତ ରୁହନ୍ତି ବା ସେହି ପ୍ରୋଗ୍ରାମ ଗୁଡ଼ିକକୁ ଯାଆନ୍ତି ନାହିଁ, ଯେପରିକି ସଣ୍ଡେ ସ୍କୁଲ, ଉପବାସ ପ୍ରାର୍ଥନା ଏବଂ ସନ୍ଧ୍ୟା ଉପାସନା। ଆହୁରି ମଧ୍ୟ ଯେତେବେଳେ ଏମାନଙ୍କୁ ବାକ୍ୟ ପ୍ରଚାର ନିମନ୍ତେ ଡକାଯାଏ, ସେହି ସମୟରେ ସେମାନେ ଆର୍ଥିକ ଦାବି କରିଥାନ୍ତି, କହିଥାନ୍ତି 10,000, 15,000, 20,000, 25,000, 30,000। କେବଳ ଆର୍ଥିକ ଲାଭ ପାଇଲେ ସେମାନେ ପ୍ରଚାର କାର୍ଯ୍ୟ କରିଥାନ୍ତି ବା ସେବା କାର୍ଯ୍ୟ କରିଥାନ୍ତି। ଯେହେତୁ ଏମାନେ ଜାଗତିକ ମନା ଅଟନ୍ତି ବା ସାଂସାରିକ ବା ଜାଗତିକ ଖ୍ରୀଷ୍ଟିଆନ ପ୍ରଚାରକ ମାନେ ଅଟନ୍ତି। ଯିଶାୟା ପୁସ୍ତକ 29 ପର୍ବ 13 ପଦ। ଆହୁରି ପ୍ରଭୁ କହିଲେ, ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ, ତାହା ମନୁଷ୍ୟ ଠାରୁ ଶିକ୍ଷିତ ଆଜ୍ଞା ଅଟେ। ଏହି ବାକ୍ୟ ଆମ୍ଭମାନଙ୍କୁ ପ୍ରକାଶ କରେ ଯେ ଜାଗତିକ ଖ୍ରୀଷ୍ଟିଆନ ଲୋକମାନେ ମୁଖରେ ତ ପ୍ରଭୁଙ୍କୁ ପ୍ରଭୁ ବୋଲି କୁହନ୍ତି, କିନ୍ତୁ ସେମାନଙ୍କର ହୃଦୟ ପ୍ରଭୁଙ୍କ ଠାରୁ ବହୁ ଦୂରରେ ଥାଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଜାଣନ୍ତି, କିନ୍ତୁ ତାହାଙ୍କୁ ସ୍ୱୀକାର କରନ୍ତି ନାହିଁ। ତେଣୁକରି ପ୍ରଭୁ ଯୀଶୁ ସେମାନଙ୍କୁ ଏହି କଥା କୁହନ୍ତି, ତୁମ୍ଭେ ମୋତେ ଗୁରୁ ବୋଲି ଡାକ କିନ୍ତୁ ମାନ ନାହିଁ, ତୁମ୍ଭେ ମୋତେ ଆଲୋକ କୁହ କିନ୍ତୁ ଦେଖ ନାହିଁ, ତୁମ୍ଭେ ମୋତେ ପଥ କୁହ କିନ୍ତୁ ଚାଲ ନାହିଁ, ତୁମ୍ଭେ ମୋତେ ଜୀବନ କୁହ କିନ୍ତୁ ମୋ ପାଇଁ ବଞ୍ଚ ନାହିଁ, ତୁମ୍ଭେ ମୋତେ ଜ୍ଞାନୀ କୁହ ଅନୁସରଣ କର ନାହିଁ, ତୁମ୍ଭେ ମୋତେ ବିଶ୍ୱସ୍ତ କୁହ କିନ୍ତୁ ପ୍ରେମ କର ନାହିଁ, ତୁମ୍ଭେ ମୋତେ ଧନୀ କୁହ କିନ୍ତୁ ମାଗ ନାହିଁ, ତୁମ୍ଭେ ମୋତେ ଅନନ୍ତ ଜୀବନ କୁହ କିନ୍ତୁ ଅନ୍ୱେଷଣ କର ନାହିଁ। ଯଦି ମୁଁ ଅସ୍ୱୀକାର କରେ ତୁମକୁ, ନିନ୍ଦା ମୋତେ କର ନାହିଁ। ସେହି ଦିନ ବା ବିଚାର ଦିନରେ, ଶେଷ ଦିନରେ ଜାଗତିକ ଖ୍ରୀଷ୍ଟିଆନ ଲୋକମାନଙ୍କୁ ପ୍ରଭୁ ଅସ୍ୱୀକାର କରିବେ। ଜାଗତିକ ଖ୍ରୀଷ୍ଟିଆନ ଲୋକମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ଯେହେତୁ ସେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ନ ହୋଇ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରିଥାନ୍ତି। ଆସନ୍ତୁ ଆମ୍ଭେମାନେ ଗୋଟିଏ ବାକ୍ୟ ଦେଖିବା, ଗାଲାତୀୟ ପୁସ୍ତକ 5 ପର୍ବ 19 ପଦ ଏବଂ 20 ପଦ। ଶରୀରର କାର୍ଯ୍ୟ ଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା, ବ୍ୟଭିଚାର, ଅଶୁଚିତା, କାମୁକତା, ପ୍ରତିମା ପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦେଶ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତ୍ତତା, ରଙ୍ଗରସ ଇତ୍ୟାଦି ପ୍ରକାର କର୍ମ ଗୁଡ଼ାକ ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ ଯେଉଁମାନେ ଏହି ସବୁ ପ୍ରକାର କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ମାଥ୍ୟୁ ପୁସ୍ତକ 7 ପର୍ବ 21 ପଦ ପ୍ରକାଶ କରେ ଯେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାକୁ ହେଲେ ଆମ୍ଭମାନଙ୍କୁ ପିତାଙ୍କର ଇଚ୍ଛା ସାଧନ କରିବାକୁ ପଡ଼ିବ। ତେବେ ସେହି ପିତାଙ୍କର ଇଚ୍ଛାକୁ ଆମ୍ଭେମାନେ କେଉଁ ଜାଗାରେ ପାଇପାରିବା? ଯଦି ଆମ୍ଭେମାନେ ପୁରାତନ ନିୟମକୁ ଯିବା, ଆଦମ ହବାଙ୍କ ସମୟରେ ସଦାପ୍ରଭୁ ପରମେଶ୍ୱର ନିଜେ ଆସି ସେମାନଙ୍କ ସହିତ ବାର୍ତ୍ତାଳାପ କରୁଥିଲେ ଏବଂ ନିଜର ଇଚ୍ଛାକୁ ସେମାନଙ୍କ ମଧ୍ୟରେ ପ୍ରକାଶ କରୁଥିଲେ। କେଉଁ ବିଷୟ କରିବାକୁ ହବ, କେଉଁ ବିଷୟ ପରିତ୍ୟାଗ କରିବାକୁ ହବ, ସମସ୍ତ ବିଷୟ କହୁଥିଲେ। କିନ୍ତୁ ଏହି ଆଦମ ହବା ସଦାପ୍ରଭୁଙ୍କର ଆଜ୍ଞାକୁ ଲଙ୍ଘନ କରି ସେମାନେ ପ୍ରଭୁଙ୍କ ଠାରୁ ଦୂରକୁ ଚାଲିଗଲେ। ତଥାପି ବି ସଦାପ୍ରଭୁ ପରମେଶ୍ୱର ମାନବ ସମାଜକୁ ପ୍ରେମ କରୁଥିବାରୁ ନିଜର ଇଚ୍ଛା ପ୍ରକାଶ କରିବା ନିମନ୍ତେ ଭବିଷ୍ୟତ ବକ୍ତାମାନଙ୍କୁ ଚୟନ କଲେ। ଆଉ ଭବିଷ୍ୟତ ବକ୍ତାମାନଙ୍କ ପରେ ନିଜର ଇଚ୍ଛା ପ୍ରକାଶ କରିବା ପାଇଁ ଶେଷରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମନୋନୀତ କଲେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତରେ ପିତାଙ୍କର ଇଚ୍ଛା କ'ଣ ଥିଲା ତାହା ପ୍ରକାଶ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପରେ ପିତାଙ୍କର ଇଚ୍ଛାକୁ ପ୍ରକାଶ କରିବା ନିମନ୍ତେ ଏହି ଜଗତରେ ବା ଆମ୍ଭମାନଙ୍କ ମଧ୍ୟରେ କିଏ ଅଛି? ଉତ୍ତର ହେଉଛି ବାଇବଲ। ଏହି ବାଇବଲ ପୁସ୍ତକରେ ବା ନିୟମ ପୁସ୍ତକରେ ପ୍ରଭୁଙ୍କର ବା ସଦାପ୍ରଭୁଙ୍କର ଇଚ୍ଛା ବା ପିତାଙ୍କର ଇଚ୍ଛାକୁ ଲେଖାଯାଇଅଛି। ଯଦି ଆମ୍ଭେମାନେ ଏହି ପୁସ୍ତକକୁ ପଢ଼ିବା, ତେବେ ପିତାଙ୍କର ଇଚ୍ଛାକୁ ଆମ୍ଭେମାନେ ଜାଣିପାରିବା। ପିତାଙ୍କର ଇଚ୍ଛା ମାନବ ସମାଜ ପ୍ରତି କ'ଣ ରହିଅଛି, ସେମାନଙ୍କୁ କ'ଣ କରିବାକୁ ହବ, ପୁଣି କ'ଣ ପରିତ୍ୟାଗ କରିବାକୁ ହବ, ସେ ସମସ୍ତ ବିଷୟ ଏହି ପୁସ୍ତକରେ ରହିଅଛି। ପ୍ରକାଶିତ ବାକ୍ୟ 1 ପର୍ବ 3 ପଦରେ ଏପରି ଲେଖାଯାଇଅଛି, ଯେଉଁମାନେ ପଠନ କରନ୍ତି, ଶ୍ରବଣ କରନ୍ତି ଏବଂ ଏଥିରେ ଲିଖିତ ବିଷୟ ସବୁକୁ ପାଳନ କରନ୍ତି, ସେମାନେ ଧନ୍ୟ। ତେଣୁକରି ଆସନ୍ତୁ ଆମ୍ଭେମାନେ ଏହି ପୁସ୍ତକକୁ ପଢ଼ିବା, ପିତାଙ୍କର ଇଚ୍ଛାକୁ ଜାଣିବା ଓ ଆଶୀର୍ବାଦ ପ୍ରାପ୍ତ ହେବା। ଏହି ବାଇବଲ ପୁସ୍ତକ ଅନନ୍ତ ଜୀବନ ପାଇବାର ରାସ୍ତା ଆମ୍ଭମାନଙ୍କୁ ଦେଖାଇଥାଏ।
ବା ଏହା ଅନନ୍ତ ଜୀବନ ଆଣିଥାଏ। ବାଇବଲର ଫୁଲ୍ ଫର୍ମ ଏହିପରି, ବିକଜ ଇଟ୍ ବ୍ରିଙ୍ଗସ୍ ଲାଇଫ୍ ଏଟର୍ନାଲ, କାରଣ ଏହା ଅନନ୍ତ ଜୀବନ ଆଣେ। ଯଦି ଆମ୍ଭେମାନେ ଏହି ପୁସ୍ତକକୁ ପଢ଼ିବା, ପିତାଙ୍କର ଇଚ୍ଛାକୁ ଜାଣିପାରିବା, ଯଦି ଏଥିରେ ଲିଖିତ ବିଷୟକୁ ଯଦି ପାଳନ କରିବା, ତେବେ ଆମ୍ଭେମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା। ଏହି ବାକ୍ୟ ଦେଇ ପ୍ରଭୁ ଆମ୍ଭମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଯଦି ମୋର ପ୍ରଚାର ଆପଣମାନଙ୍କୁ ଭଲ ଲାଗିଲା, ତେବେ ଡେଫିନାଇଟଲି ମୋର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ବହୁଳ ମାତ୍ରାରେ ମୋର ଭିଡ଼ିଓକୁ ଲାଇକ୍ ସେୟାର କରି ମୋତେ ସାହାଯ୍ୟ କରନ୍ତୁ। ପ୍ରେଜ୍ ଦ ଲର୍ଡ।